ନିଜ ମୋବାଇଲରେ ଡିବିଟି ଲିଙ୍କ କେମିତି କରିବେ ଚାଲନ୍ତୁ ଦେଖିବା। ପ୍ରଥମେ ତ ଯେକୌଣସି ବ୍ରାଉଜରକୁ ଯାଇ NPCI ଲେଖି ସର୍ଚ୍ଚ କରନ୍ତୁ। ତାପରେ କଞ୍ଜ୍ୟୁମରକୁ ଯାଆନ୍ତୁ। କଞ୍ଜ୍ୟୁମରକୁ ଗଲା ପରେ କିଛି ସ୍ଲାଇଡ୍ କରନ୍ତୁ। ସ୍ଲାଇଡ୍ କଲା ପରେ ଭାରତ ଆଧାର ସିଡିଂ ନେବଲରକୁ ଯାଆନ୍ତୁ। ୱେବସାଇଟରେ କିଛି ପ୍ରୋବ୍ଲେମ୍ ଥିବା ଯୋଗୁଁ ପ୍ରୋସେସିଂ ଟିକେ ସ୍ଲୋ ହେଉଅଛି। ତାପରେ ଆଧାର ନମ୍ବର ଲେଖନ୍ତୁ ଏବଂ ସିଡିଂ ଉପରେ କ୍ଲିକ୍ କରନ୍ତୁ। ନିଜ ଆକାଉଣ୍ଟ ଯେଉଁ ବ୍ୟାଙ୍କରେ ଅଛି ତାହା ଦେଖିକି କ୍ଲିକ୍ କରନ୍ତୁ। ଯେତିକି ବ୍ୟାଙ୍କର ନାଁ ଅଛି ସେ ବ୍ୟାଙ୍କ ଗୁଡ଼ା ହିଁ କେବଳ ଅନଲାଇନ୍ ମାଧ୍ୟମରେ ହୋଇପାରିବ, ନହେଲେ ଅନ୍ୟ ଯାହାର ବ୍ୟାଙ୍କ ଶୋ କରୁନି ଏଥିରେ ସେମାନଙ୍କୁ ବ୍ୟାଙ୍କ ଯାଇ ଡିବିଟି ଫର୍ମ ମାଗି ଫିଲ୍ଅପ୍ କରି ଦେବାକୁ ପଡ଼ିବ। ବ୍ୟାଙ୍କ ନେମ୍ ସିଲେକ୍ଟ କଲା ପରେ ଫ୍ରେଶିଂ ସିଟ୍ରେ କ୍ଲିକ୍ କରନ୍ତୁ। ଯେଉଁମାନେ ପ୍ରଥମ ଥର କରି ଆକାଉଣ୍ଟ ଖୋଲିଛନ୍ତି ଅଥବା ଯିଏ ଅନ୍ୟ ଏକ ବ୍ୟାଙ୍କରେ ମଧ୍ୟ ଖାତା ଖୋଲିଛନ୍ତି ତାପରେ ଅନ୍ୟ ଅଲଗା ଆକାଉଣ୍ଟ ଖୋଲିଛନ୍ତି ସେମାନେ ସେକେଣ୍ଡ ଅପସନରେ ମୁଭମେଣ୍ଟ ୱିଥ୍ ଇନ୍ ଦ ସେମ୍ ବ୍ୟାଙ୍କ ୱିଥ୍ ଆନାଦର ଆକାଉଣ୍ଟରେ କ୍ଲିକ୍ କରନ୍ତୁ। ତାପରେ ଆକାଉଣ୍ଟ ନମ୍ବର ଫିଲ୍ କରନ୍ତୁ। ଆକାଉଣ୍ଟ ନମ୍ବର ଥରେ ଫିଲ୍ କରିସାରିଲା ପରେ ସେଇ ନମ୍ବରକୁ ହିଁ ପୁଣି ଥରେ କନଫର୍ମ କରି ଫିଲ୍ କରି ନିଅନ୍ତୁ। ଫିଲ୍ କଲା ପରେ ମୁଁ ମାର୍କିଂ କରିଥିବା ପଏଣ୍ଟରେ ଟିକ୍ କରନ୍ତୁ। ଟିକ୍ କଲା ପରେ କ୍ୟାପଚା କୋଡ୍ ଫିଲ୍ କରନ୍ତୁ ଏବଂ ପ୍ରୋସିଡ୍ରେ କ୍ଲିକ୍ କରନ୍ତୁ। ପ୍ରୋସିଡ୍ କଲା ପରେ ଏହି ପ୍ରୋସେସରେ ଆପଣଙ୍କ ଆକାଉଣ୍ଟରେ ଡିବିଟି ଲିଙ୍କ ହୋଇଯିବ। ନିଜ ଆକାଉଣ୍ଟରେ ଡିବିଟି ଲିଙ୍କ କରିସାରିଲା ପରେ ଚେକ୍ କେମିତି କରିବେ? ପ୍ରଥମେ ତ UIDAI ୱେବସାଇଟକୁ ଯିବା। ଗଲା ପରେ ବ୍ୟାଙ୍କ ସେଡିଂ ଷ୍ଟାଟସକୁ ଯିବା। ପ୍ରଥମେ ତ ଆଧାର କାର୍ଡ଼ ନମ୍ବର ଦେବା ଏବଂ କ୍ୟାପଚା କୋଡ୍ ଫିଲ୍ କରିବା। କ୍ୟାପଚା କୋଡ୍ ଫିଲ୍ କଲା ପରେ OTP ଦେଇ ଲଗ୍ଇନ୍ କରିବା। ଲଗ୍ଇନ୍ କଲା ପରେ ବ୍ୟାଙ୍କ ସେଡିଂ ଷ୍ଟାଟସକୁ ଯାଇ ଚେକ୍ କରିବା ଆମ ଆକାଉଣ୍ଟ ଲିଙ୍କ ହୋଇଅଛି କି ନାହିଁ। ସେହିପରି ଆପଣମାନେ ସୁଭଦ୍ରା ଯୋଜନା ୱେବସାଇଟରେ ଯାଇ ମଧ୍ୟ ନିଜ ଆକାଉଣ୍ଟରେ ଡିବିଟି ଲିଙ୍କ ଅଛି କି ନାହିଁ ଚେକ୍ କରିପାରିବେ। ପ୍ରଥମେ ତ ସୁଭଦ୍ରା ଯୋଜନା ୱେବସାଇଟକୁ ଯିବେ। ୱେବସାଇଟ୍ ଖୋଲିଲା ପରେ ପ୍ରଥମେ ଚେକ୍ କରିନିଅନ୍ତୁ ପେଜ୍ଟି ଆପଣଙ୍କର ଖୋଲିଥିବା ପେଜ୍ଟି ଡେସ୍କଟପ୍ ମୋଡ଼ରେ ଅଛି କି ନାହିଁ। ପେଜ୍ଟି ଖୋଲିଲା ପରେ ସ୍କ୍ରୋଲ୍ କରି ଚାଲନ୍ତୁ। ସ୍କ୍ରୋଲ୍ କରି ଚାଲିଲା ପରେ ସ୍କ୍ରୋଲ୍ କରି ସାରିଲା ପରେ ଆଧାର ସନ୍ଧାନରେ କ୍ଲିକ୍ କରନ୍ତୁ ବା ଆଧାର ସର୍ଚ୍ଚରେ। ସର୍ଚ୍ଚ କଲା ପରେ କିଛି ସମୟ ପ୍ରୋସେସିଂ ନେଉଅଛି। ପ୍ରୋସେସିଂ ସରିଲା ପରେ ଆପଣ ଯାଇ ବ୍ୟାଙ୍କ ସେଡିଂ ଷ୍ଟାଟସରେ କ୍ଲିକ୍ କରନ୍ତୁ। ଏଥିରୁ ଆଗକୁ ଯେମିତିକି ପ୍ରଥମେ ଚେକ୍ କରୁଥିଲେ ସେହିପରି କାହିଁ ପୁରା ସେମ୍ ଟୁ ସେମ୍ ଅଛି। ପ୍ରୋସେସ୍ ପୁରା ସେମ୍ ଟୁ ସେମ୍। ଏହିପରି ପ୍ରୋସେସରେ ଆପଣ ଚେକ୍ କରିପାରିବେ।